ଆସନ୍ତୁ ଆଜି ଆମେ ଆଲୋଚନା କରିବା ସାଇଲେଣ୍ଟ ଟ୍ରିକି ଓଡ଼ିଆ ଗ୍ରାମାରର 6 ନମ୍ବର ବିଷୟ। 6 ନମ୍ବର ବିଷୟରେ ରହିଛି ପଦ ପ୍ରକରଣ, ବିଶେଷ୍ୟ, ବିଶେଷଣ ଆଉ ସର୍ବନାମ। ଆସନ୍ତୁ ଏହାର 99 ନମ୍ବର ପ୍ରଶ୍ନକୁ ଯିବା। 99 ନମ୍ବର ପ୍ରଶ୍ନରେ ରହିଛି ସମସ୍ତ ପଦମାନଙ୍କୁ କ ସ୍ତମ୍ଭ ଓ ଖ ସ୍ତମ୍ଭ ସମ୍ପର୍କ କରି ସଠିକ୍ ଉତ୍ତର ଦିଅ। କ ସ୍ତମ୍ଭରେ ରହିଛି କରେ ପଦ, ଖରେ ରହିଛି ବିଶେଷ୍ୟ ପଦ, ଗରେ ରହିଛି ବିଶେଷଣ ପଦ, ଘରେ ରହିଛି ସର୍ବନାମ ପଦ, ଉଁରେ ରହିଛି ଅବ୍ୟୟ ପଦ। ସେହିପରି ଖ ସ୍ତମ୍ଭରେ ରହିଛି ଆଇରେ 5 ପ୍ରକାର, ଡବଲ ଆଇରେ ରହିଛି 5 ପ୍ରକାର, ଟ୍ରିପଲ ଆଇରେ ରହିଛି 6 ପ୍ରକାର, ଆଇଭିରେ ରହିଛି 5ରୁ ଅଧିକ ପ୍ରକାର, ଭିରେ ରହିଛି 5 ପ୍ରକାର। ଆସନ୍ତୁ ଏହାର ସଠିକ୍ ଉତ୍ତରଟି ଜାଣିବା। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ନମ୍ବର ଏ। କର ଉତ୍ତର ହେଉଛି ଭି 5 ପ୍ରକାର, ଖର ଉତ୍ତର ହେଉଛି ଆଇ 5 ପ୍ରକାର, ଗର ଉତ୍ତର ହେଉଛି ଡବଲ ଆଇ 5 ପ୍ରକାର, ଘର ଉତ୍ତର ହେଉଛି ଟ୍ରିପଲ ଆଇ 6 ପ୍ରକାର, ଉଁର ଉତ୍ତର ହେଉଛି ଆଇ ବି 5ରୁ ଅଧିକ ପ୍ରକାର। ଆସନ୍ତୁ ଏହାର ପରବର୍ତ୍ତୀ ପ୍ରଶ୍ନକୁ ଯିବା। 100 ନମ୍ବର ପ୍ରଶ୍ନରେ ରହିଛି ସମସ୍ତ ବିଶେଷ୍ୟ ପଦ କ ସ୍ତମ୍ଭକୁ ଖ ସ୍ତମ୍ଭ ସହିତ ସଂଯୋଗ କରି ଉପଯୁକ୍ତ ରୂପେ ଉତ୍ତର ନିର୍ଦ୍ଧାରଣ କର। କ ସ୍ତମ୍ଭରେ ରହିଛି କରେ ନାମବାଚକ ବିଶେଷ୍ୟ, ଖରେ ରହିଛି ଜାତିବାଚକ ବିଶେଷ୍ୟ, ଗରେ ରହିଛି ବସ୍ତୁବାଚକ ବିଶେଷ୍ୟ, ଘରେ ରହିଛି ଗୁଣବାଚକ ବିଶେଷ୍ୟ, ଉଁରେ ରହିଛି କ୍ରିୟାବାଚକ ବିଶେଷ୍ୟ। ସେହିପରି ଖ ସ୍ତମ୍ଭରେ ରହିଛି ଆଇରେ ପଥର, ଡବଲ ଆଇରେ ରହିଛି ଭକ୍ତି, ଟ୍ରିପଲ ଆଇରେ ରହିଛି ହିମାଳୟ, ଆଇଭିରେ ରହିଛି ସେବା, ଭିରେ ରହିଛି ନଦୀରେ ମାଛ। ଆସନ୍ତୁ ଏହାର ସଠିକ୍ ଉତ୍ତରଟି ଜାଣିବା। ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ନମ୍ବର ବି। କର ଉତ୍ତର ହେଉଛି ଟ୍ରିପଲ ଆଇ ହିମାଳୟ, ଖର ଉତ୍ତର ହେଉଛି ଭି ନଦୀରେ ମାଛ, ଗର ଉତ୍ତର ହେଉଛି ଆଇ ପଥର, ଘର ଉତ୍ତର ହେଉଛି ଡବଲ ଆଇ ଭକ୍ତି, ଉଁର ଉତ୍ତର ହେଉଛି ଆଇ ଭି ସେବା। ଆସନ୍ତୁ ଏହାର ପରବର୍ତ୍ତୀ ପ୍ରଶ୍ନକୁ ଯିବା। ଏହାର ପରବର୍ତ୍ତୀ ପ୍ରଶ୍ନଟି ହେଉଛି 101 ନମ୍ବର ପ୍ରଶ୍ନ। ବିଭିନ୍ନ ପ୍ରକାରର ବିଶେଷ୍ୟମାନଙ୍କୁ କ ସ୍ତମ୍ଭ ସହ ଖ ସ୍ତମ୍ଭକୁ ସଂଯୋଗ କର ଓ ସଠିକ୍ ଉତ୍ତର ଲେଖ। କ ସ୍ତମ୍ଭରେ ରହିଛି କରେ ସଂଜ୍ଞାବାଚକ ବିଶେଷ୍ୟ, ଖରେ ରହିଛି ଜାତିବାଚକ ବିଶେଷ୍ୟ, ଗରେ ରହିଛି ବସ୍ତୁବାଚକ ବିଶେଷ୍ୟ, ଘରେ ରହିଛି ଗୁଣବାଚକ ବିଶେଷ୍ୟ, ଉଁରେ ରହିଛି କ୍ରିୟାବାଚକ ବିଶେଷ୍ୟ। ସେହିପରି ଖ ସ୍ତମ୍ଭରେ ରହିଛି ଆଇରେ ଜାତିର ନାମ, ଡବଲ ଆଇରେ ରହିଛି ବସ୍ତୁର ନାମ, ଟ୍ରିପଲ ଆଇରେ ରହିଛି ବ୍ୟକ୍ତି, ପର୍ବତ, ନଦୀ, ଦେଶ, ଆଇଭିରେ ରହିଛି କାର୍ଯ୍ୟର ନାମ, ଭିରେ ରହିଛି ଅବସ୍ଥା ବା ଗୁଣ। ସେହିପରି ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ନମ୍ବର ଏ। କର ଉତ୍ତର ହେଉଛି ଟ୍ରିପଲ ଆଇ ବ୍ୟକ୍ତି, ପର୍ବତ, ନଦୀ, ଦେଶ, ଖର ଉତ୍ତର ହେଉଛି ଆଇ ଜାତିର ନାମ, ଗର ଉତ୍ତର ହେଉଛି ଡବଲ ଆଇ ବସ୍ତୁର ନାମ, ଘର ଉତ୍ତର ହେଉଛି ଭି ଅବସ୍ଥା ବା ଗୁଣ, ଉଁର ଉତ୍ତର ହେଉଛି ଆଇ ଭି କାର୍ଯ୍ୟର ନାମ। ଆସନ୍ତୁ ଏହାର ପରବର୍ତ୍ତୀ ପ୍ରଶ୍ନକୁ ଯିବା। 102 ନମ୍ବର ପ୍ରଶ୍ନରେ ରହିଛି ସମସ୍ତ ବିଶେଷ୍ୟ ପଦମାନଙ୍କର କ ସ୍ତମ୍ଭ ସହିତ ଖ ସ୍ତମ୍ଭକୁ ମିଶାଇ ଉପଯୁକ୍ତ ଉତ୍ତର ଦିଅ। କ ସ୍ତମ୍ଭରେ ରହିଛି କରେ ରହିଛି ଶୟନ, ଖରେ ରହିଛି ସତ୍ୟ, ଗରେ ରହିଛି ପଢ଼ା, ଘରେ ରହିଛି ବାଳିକା, ଉଁରେ ରହିଛି କାଠ। ସେହିପରି ଖ ସ୍ତମ୍ଭରେ ରହିଛି ଆଇରେ କ୍ରିୟାବାଚକ ବିଶେଷ୍ୟ, ଡବଲ ଆଇରେ ରହିଛି ଜାତିବାଚକ ବିଶେଷ୍ୟ, ଟ୍ରିପଲ ଆଇରେ ରହିଛି ବସ୍ତୁବାଚକ ବିଶେଷ୍ୟ, ଆଇଭିରେ ରହିଛି ଗୁଣବାଚକ ବିଶେଷ୍ୟ, ଭିରେ ରହିଛି ବିଶେଷ୍ୟ ପଦ। ଆସନ୍ତୁ ଜାଣିବା ଏହାର ଉତ୍ତରଟି। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ନମ୍ବର ଏ। କର ଉତ୍ତର ହେଉଛି ଆଇ ଭି ଗୁଣବାଚକ ବିଶେଷ୍ୟ, ଖର ଉତ୍ତର ହେଉଛି ଭି ବିଶେଷ୍ୟ ପଦ, ଗର ଉତ୍ତର ହେଉଛି ଆଇ କ୍ରିୟାବାଚକ ବିଶେଷ୍ୟ, ଘର ଉତ୍ତର ହେଉଛି ଡବଲ ଆଇ ଜାତିବାଚକ ବିଶେଷ୍ୟ, ଉଁର ଉତ୍ତର ହେଉଛି ଟ୍ରିପଲ ଆଇ ବସ୍ତୁବାଚକ ବିଶେଷ୍ୟ। ଆସନ୍ତୁ ଏହାର ପରବର୍ତ୍ତୀ ପ୍ରଶ୍ନକୁ ଯିବା। ଏହାର ପରବର୍ତ୍ତୀ ପ୍ରଶ୍ନଟି ହେଉଛି 103 ନମ୍ବର ପ୍ରଶ୍ନ। କ ସ୍ତମ୍ଭକୁ ଖ ସ୍ତମ୍ଭ ସହିତ ସଂଯୋଗ କରି ସଠିକ୍ ଉତ୍ତର ଲେଖ। କ ସ୍ତମ୍ଭରେ ରହିଛି କରେ ଏକକ ଓ ନିର୍ଦ୍ଦିଷ୍ଟକୁ ବୁଝାଏ, ଖରେ ରହିଛି କ୍ରିୟାବାଚକ ଶବ୍ଦ, ଗରେ ରହିଛି ସିଦ୍ଧ କ୍ରିୟା, ଘରେ ରହିଛି ଗୁଣବାଚକ, ଜାତିବାଚକ, ବସ୍ତୁବାଚକ,
ଉଁରେ ରହିଛି ସମୂହର ତୁଳନାତ୍ମକ ପ୍ରତୀକ। ସେହିପରି ଖ ସ୍ତମ୍ଭରେ ରହିଛି ଆଇରେ ଜାତିବାଚକ ବିଶେଷ୍ୟ, ଡବଲ ଆଇରେ ରହିଛି କ୍ରିୟାବାଚକ ବିଶେଷ୍ୟ, ତ୍ରିପଲ ଆଇରେ ରହିଛି ଅପ୍ରାଣୀବାଚକ ବିଶେଷ୍ୟ, ଆଇଭିରେ ରହିଛି ନାମବାଚକ ବିଶେଷ୍ୟ, ଭିରେ ରହିଛି ଦୁଇ। ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ନମ୍ବର ଏ। କର ଉତ୍ତର ହେଉଛି ଆଇଭି ନାମବାଚକ ବିଶେଷ୍ୟ, ଖର ଉତ୍ତର ହେଉଛି ଭି ଦୁଇ, ଗର ଉତ୍ତର ହେଉଛି ଡବଲ ଆଇ କ୍ରିୟାବାଚକ ବିଶେଷ୍ୟ, ଘର ଉତ୍ତର ହେଉଛି ତ୍ରିପଲ ଆଇ ଅପ୍ରାଣୀବାଚକ ବିଶେଷ୍ୟ, ଉଁର ଉତ୍ତର ହେଉଛି ଆଇ ଜାତିବାଚକ ବିଶେଷ୍ୟ। ଆସନ୍ତୁ ଏହାର ପରବର୍ତ୍ତୀ ପ୍ରଶ୍ନକୁ ଯିବା। ଏହାର ପରବର୍ତ୍ତୀ ପ୍ରଶ୍ନଟି ହେଉଛି 104 ନମ୍ବର ପ୍ରଶ୍ନ। ସମସ୍ତ ବିଶେଷ୍ୟମାନଙ୍କୁ କ ସ୍ତମ୍ଭ ଓ ଖ ସ୍ତମ୍ଭ ସହିତ ସଂଯୋଗ କରି ସଠିକ ଉତ୍ତର ବାଛି ଲେଖ। କ ସ୍ତମ୍ଭରେ ରହିଛି କରେ ଭୁବନେଶ୍ୱର, ଖରେ ରହିଛି ଛାତ୍ରମାନେ, ଗରେ ରହିଛି କାଳିଦାସ, ଘରେ ରହିଛି କାଠ, ଉଁରେ ରହିଛି ସାଧୁତା। ସେହିପରି ଖ ସ୍ତମ୍ଭରେ ରହିଛି ଆଇରେ ବ୍ୟକ୍ତିବାଚକ ବିଶେଷ୍ୟ, ଡବଲ ଆଇରେ ରହିଛି ବସ୍ତୁବାଚକ ବିଶେଷ୍ୟ, ତ୍ରିପଲ ଆଇରେ ରହିଛି ଜାତିବାଚକ ବିଶେଷ୍ୟ, ଆଇଭିରେ ରହିଛି ଗୁଣବାଚକ ବିଶେଷ୍ୟ, ଭିରେ ରହିଛି ସଂଜ୍ଞାବାଚକ ବିଶେଷ୍ୟ। ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ନମ୍ବର ବି। କର ଉତ୍ତର ହେଉଛି ଭି ସଂଜ୍ଞାବାଚକ ବିଶେଷ୍ୟ, ଖର ଉତ୍ତର ହେଉଛି ତ୍ରିପଲ ଆଇ ଜାତିବାଚକ ବିଶେଷ୍ୟ, ଗର ଉତ୍ତର ହେଉଛି ଆଇ ବ୍ୟକ୍ତିବାଚକ ବିଶେଷ୍ୟ, ଘର ଉତ୍ତର ହେଉଛି ଡବଲ ଆଇ ବସ୍ତୁବାଚକ ବିଶେଷ୍ୟ, ଉଁର ଉତ୍ତର ହେଉଛି ଆଇ ଭି ଗୁଣବାଚକ ବିଶେଷ୍ୟ। ଆସନ୍ତୁ ଏହାର ପରବର୍ତ୍ତୀ ପ୍ରଶ୍ନକୁ ଯିବା। 105 ନମ୍ବର ପ୍ରଶ୍ନଟି ହେଉଛି ସମସ୍ତ ବିଶେଷ୍ୟ ପଦ କ ସ୍ତମ୍ଭ ସହ ଖ ସ୍ତମ୍ଭକୁ ସଂଯୋଗ କର ଓ ସଠିକ ଉତ୍ତର ଦିଅ। କ ସ୍ତମ୍ଭରେ ରହିଛି କରେ ବିଶେଷ୍ୟର ବିଶେଷଣ, ଖରେ ରହିଛି ବିଧେୟ ବିଶେଷଣ, ଗରେ ରହିଛି ସର୍ବନାମ ବିଶେଷଣ, ଘରେ ରହିଛି ବିଶେଷଣର ବିଶେଷଣ, ଉଁରେ ରହିଛି କ୍ରିୟା ବିଶେଷଣ। ସେହିପରି ଖ ସ୍ତମ୍ଭରେ ରହିଛି ଆଇରେ ବିଶେଷଣ ପ୍ଲସ୍ ବିଶେଷଣ, ଡବଲ ଆଇରେ ରହିଛି ସର୍ବନାମ ପଦ ପ୍ଲସ୍ ବିଶେଷଣ ପଦ, ତ୍ରିପଲ ଆଇରେ ରହିଛି କର୍ମପଦ ପ୍ଲସ୍ ବିଶେଷଣ ପଦ, ଆଇଭିରେ ରହିଛି ଗୁଣ, ସଂଖ୍ୟା, ପରିମାଣ, ଆଉ ଭିରେ ରହିଛି ବିଶେଷ୍ୟ ପଦ ପରେ। ଆସନ୍ତୁ ଏହାର ସଠିକ ଉତ୍ତରଟି ଜାଣିବା। ଏହାର ସଠିକ ଉତ୍ତର ହେଉଛି ଅପସନ୍ ନମ୍ବର ଏ। କର ଉତ୍ତର ହେଉଛି ଆଇଭି ଗୁଣ, ସଂଖ୍ୟା, ପରିମାଣ, ଖର ଉତ୍ତର ହେଉଛି ଭି ବିଶେଷ୍ୟ ପଦ ପରେ, ଗର ଉତ୍ତର ହେଉଛି ଡବଲ ଆଇ ସର୍ବନାମ ପଦ ପ୍ଲସ୍ ବିଶେଷଣ ପଦ, ଘର ଉତ୍ତର ହେଉଛି ଆଇ ବିଶେଷଣ ପ୍ଲସ୍ ବିଶେଷଣ, ଉଁର ଉତ୍ତର ହେଉଛି ତ୍ରିପଲ ଆଇ କର୍ମପଦ ପ୍ଲସ୍ ବିଶେଷଣ ପଦ। ଆସନ୍ତୁ ଏହାର ପରବର୍ତ୍ତୀ ପ୍ରଶ୍ନକୁ ଯିବା। 106 ନମ୍ବର ପ୍ରଶ୍ନଟି ହେଉଛି ସମସ୍ତ ସର୍ବନାମ ପଦ କ ସ୍ତମ୍ଭକୁ ଖ ସ୍ତମ୍ଭ ସହିତ ସମ୍ପର୍କ କର ଓ ଉତ୍ତର ଲେଖ। କ ସ୍ତମ୍ଭରେ ରହିଛି କରେ ସର୍ବନାମ ପଦ, ଖରେ ରହିଛି ସର୍ବନାମ, ଗରେ ରହିଛି ପୁରୁଷବାଚକ ସର୍ବନାମ, ଘରେ ରହିଛି ନିର୍ଦ୍ଦେଶବାଚକ ସର୍ବନାମ, ଉଁରେ ରହିଛି ସମ୍ବନ୍ଧବାଚକ ସର୍ବନାମ। ଖ ସ୍ତମ୍ଭରେ ରହିଛି ପରସ୍ପର ସମ୍ପର୍କ, ଡବଲ ଆଇରେ ରହିଛି ଦୁଇ ପ୍ରକାର, ତ୍ରିପଲ ଆଇରେ ରହିଛି ସଂଜ୍ଞା ବା ପରିବର୍ତ୍ତେ, ଆଇଭିରେ ରହିଛି 6 ପ୍ରକାର, ଭିରେ ରହିଛି 3 ପ୍ରକାର। ଆସନ୍ତୁ ଏହାର ସଠିକ ଉତ୍ତରଟି ଜାଣିବା। ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ନମ୍ବର ଏ। କର ଉତ୍ତର ହେଉଛି ତ୍ରିପଲ ଆଇ ସଂଜ୍ଞା ବା ନାମ ପରିବର୍ତ୍ତେ, ଖର ଉତ୍ତର ହେଉଛି ଆଇଭି 6 ପ୍ରକାର, ଗର ଉତ୍ତର ହେଉଛି ଭି 3 ପ୍ରକାର, ଘର ଉତ୍ତର ହେଉଛି ଡବଲ ଆଇ 2 ପ୍ରକାର, ଉଁର ଉତ୍ତର ହେଉଛି ଆଇ ପରସ୍ପର ସମ୍ପର୍କ। ଆସନ୍ତୁ ଏହାର ପରବର୍ତ୍ତୀ ପ୍ରଶ୍ନକୁ ଯିବା। 107 ନମ୍ବର ପ୍ରଶ୍ନଟି ହେଉଛି ସମସ୍ତ ସର୍ବନାମଙ୍କୁ କ ସ୍ତମ୍ଭ ଓ ଖ ସ୍ତମ୍ଭରେ ସଂଯୋଗ କର ଓ ସଠିକ ଉତ୍ତର ବାଛି ଲେଖ। କ ସ୍ତମ୍ଭରେ ରହିଛି କରେ ପ୍ରଥମ ପୁରୁଷ ସର୍ବନାମ, ଖରେ ରହିଛି ଦ୍ୱିତୀୟ ପୁରୁଷ ସର୍ବନାମ, ଗରେ ରହିଛି ତୃତୀୟ ପୁରୁଷ ସର୍ବନାମ, ଘରେ ରହିଛି ନିଜବାଚକ ସର୍ବନାମ, ଉଁରେ ରହିଛି ସମ୍ବନ୍ଧବାଚକ ସର୍ବନାମ। ସେହିପରି ଖ ସ୍ତମ୍ଭରେ ରହିଛି ଆଇରେ ନିଜେ, ଡବଲ ଆଇରେ ରହିଛି ଯାର ତାର, ତ୍ରିପଲ ଆଇରେ ରହିଛି ତୁ, ତୁମେ, ତୁମର, ତୋତେ, ଆଇଭିରେ ରହିଛି ମୁଁ, ଆମେ, ମତେ, ଆମର, ଭିରେ ରହିଛି ସେ, ସେମାନେ। ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ନମ୍ବର ଏ।
कर उत्तर हेउछि आई भी मु आमे मते आमर। खर उत्तर हेउछि ट्रिपल आई तू तुमे तुमर तोते। गर उत्तर हेउछि भी से सेमाने। घर उत्तर हेउछि आई निजे। मोर उत्तर हेउछि डबल आई जार तार। आसंतु एହାର परवर्ती प्रश्न को जिबा। एହାର परवर्ती प्रश्नटी हेउछि 108 नंबर प्रश्न। 108 नंबर प्रश्न रही सर्वनाम पदमानंकर क स्तंभ और ख स्तंभ सहित संपर्क कर और उपयुक्त उत्तर दिय। क स्तंभ रही क सर्वनाम पद व्यक्ति परिवर्ते। ख रही सर्वनाम पद प्रश्न पचारिबा पई। ग रही सर्वनाम पद निर्देश पई। घरे रही सर्वनाम पद परस्पर को अपेक्षा। उरे रही व्यक्तिवाचक सर्वनाम परिवर्तन। सेपरी ख स्तंभ रही आई रे प्रश्नवाचक सर्वनाम। डबल आई रे रही निर्देशात्मक सर्वनाम। ट्रिपल आई रे रही व्यक्तिवाचक सर्वनाम। आई भी रे रही विभक्ति। बी रे रही अपेक्षित सर्वनाम। यार सठिक उत्तरटी हेउछि ऑप्शन नंबर ए। कर उत्तर हेउछि ट्रिपल आई व्यक्तिवाचक सर्वनाम। खर उत्तर हेउछि आई प्रश्नवाचक सर्वनाम। गर उत्तर हेउछि डबल आई निर्देशात्मक सर्वनाम। घर उत्तर हेउछि भी अपेक्षित सर्वनाम। उर उत्तर हेउछि आई भी विभक्ति। आसंतु यार परवर्ती प्रश्न को जिबा। 109 नंबर प्रश्न रे रही विभिन्न सर्वनाम क स्तंभ और ख स्तंभ को संयोग कर और सठिक उत्तर दिय। क स्तंभ रही करे प्रथम पुरुष सर्वनाम। खरे रही द्वितीय पुरुष सर्वनाम। गरे रही व्यक्तिवाचक सर्वनाम अपरिवर्तित। घरे रही व्यक्तिवाचक सर्वनाम परिवर्तित रूप। उरे रही विशेष्य पद परिवर्ते। सेपरी ख स्तंभ रही आई रे बोधव्य सर्वनाम। डबल आई रे रही रज्जु रूप और सरल रूप। ट्रिपल आई रे रही सर्वनाम। आई भी रे रही वकृत्यु सर्वनाम। भी रे रही परोक्ष रूप और तिर्यक रूप। यार सठिक उत्तर हेउछि ऑप्शन नंबर ए। कर उत्तर हेउछि आई भी वकृत सर्वनाम। खरे रही उत्तर आई बोधव्य सर्वनाम। गर उत्तर हेउछि डबल आई रज्जु रूप और सरल रूप। घर उत्तर हेउछि भी परोक्ष रूप और तिर्यक रूप। मोर उत्तर हेउछि ट्रिपल आई सर्वनाम। आसंतु यार परवर्ती प्रश्न को जिबा। यार परवर्ती प्रश्न रही 110 नंबर प्रश्न। क स्तंभ को ख स्तंभ सहित संपर्क कर और सठिक उत्तर बाछि लेख। क स्तंभ रही करे व्यक्तिवाचक सर्वनाम मूल रूप। खरे रही व्यक्तिवाचक सर्वनाम तिर्यक रूप। गरे रही सर्व। घरे रही वाक्य बा वाक्यांश परिवर्ते। उरे रही व्यक्तिवाचक विशेष्य पद। सेपरी ख स्तंभ रही आई रे चतुर्थी विभक्ति। डबल आई रे रही नाम बा संज्ञा। ट्रिपल आई रे रही प्रथमा विभक्ति। आई भी रे रही आत्मवाचक सर्वनाम। भी रे रही विशेष्य। यार सठिक उत्तर हेउछि ऑप्शन नंबर ए। कर उत्तर हेउछि ट्रिपल आई प्रथमा विभक्ति। खर उत्तर हेउछि आई चतुर्थी विभक्ति। गर उत्तर हेउछि डबल आई नाम बा संज्ञा। घर उत्तर हेउछि विशेष्य। उर उत्तर हेउछि आई भी आत्मवाचक सर्वनाम। यार परवर्ती प्रश्न को जिबा। 111 नंबर प्रश्नटी हेउछि विशेष्य और विशेषणर क स्तंभ को ख स्तंभ सहित संपर्क करी ठीक उत्तर दिय। क स्तंभ रही करे विशेषण लिंग निरूपण। खरे रही विशेष्य पद प्लस षष्ठी विभक्ति। गरे रही विशेषण प्लस विभक्ति। घरे रही विशेष्य पदर विशेषण। उरे रही विशेष्य पदर निर्दिष्टता और निश्चिंतता। सेपरी ख स्तंभ रही आई रे संबंधवाचक विशेषण। डबल आई रे रही विशेष्य। ट्रिपल आई रे रही सर्वनाम पदर विशेषण कार्य करे। आई भी रे रही विशेष्यर लिंग अनुसारे। भी रे रही दुईटी। सेपरी यार सठिक उत्तर हेउछि ऑप्शन नंबर ए।
କ ର ଉତ୍ତର ହେଉଛି ଆଇ ଭି ବିଶେଷ୍ୟର ଲିଙ୍ଗ ଅନୁସାରେ। ଖ ର ଉତ୍ତର ହେଉଛି ଆଇ ସମ୍ବନ୍ଧବାଚକ ବିଶେଷଣ। ଗ ର ଉତ୍ତର ହେଉଛି ଡବଲ ଆଇ ବିଶେଷ୍ୟ। ଘ ର ଉତ୍ତର ହେଉଛି ଭି ଦୁଇଟି। ଙ ର ଉତ୍ତର ହେଉଛି ତ୍ରିପଲ ଆଇ ସର୍ବନାମ ପଦର ବିଶେଷଣ କାର୍ଯ୍ୟ କରେ। ଆସନ୍ତୁ ଏହାର ପରବର୍ତ୍ତୀ ପ୍ରଶ୍ନକୁ ଯିବା। ଏହାର ପରବର୍ତ୍ତୀ ପ୍ରଶ୍ନଟି ହେଉଛି ବିଶେଷଣ ପଦର କ ସ୍ତମ୍ଭକୁ ଖ ସ୍ତମ୍ଭ ସହ ସଂଯୋଗ କରି ସଠିକ୍ ଉତ୍ତର ଦିଅ। ଏହାର କ ସ୍ତମ୍ଭରେ ରହିଛି କରେ କ୍ରିୟାପଦ ପ୍ଲସ୍ ପ୍ରତ୍ୟୟ, ଖରେ ରହିଛି ସ୍ୱଭାବ ଗୁଣ ପ୍ରକୃତି, ଗରେ ରହିଛି ଉଦ୍ଦେଶ୍ୟ ପଦ, ଘରେ ରହିଛି ବିଶେଷ୍ୟ ପଦ ପ୍ଲସ୍ ପ୍ରତ୍ୟୟ, ରେ ରହିଛି ବିଶେଷ୍ୟ ପ୍ଲସ୍ ସର୍ବନାମ ପଦ ବିଶେଷିତ। ସେହିପରି ଖ ସ୍ତମ୍ଭରେ ରହିଛି ଆଇରେ ବିଶେଷଣ ବିଶେଷ୍ୟର, ଡବଲ ଆଇରେ ରହିଛି ବିଶେଷ୍ୟ, ତ୍ରିପଲ ଆଇରେ ରହିଛି କ୍ରିୟାଜ ବିଶେଷଣ, ଆଇ ଭିରେ ରହିଛି ନାମ ବିଶେଷଣ, ଭିରେ ରହିଛି ବିଶେଷଣ ପଦ। ସେହିପରି ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ନମ୍ବର ଏ। କ ର ଉତ୍ତର ହେଉଛି ତ୍ରିପଲ ଆଇ କ୍ରିୟାଜ ବିଶେଷଣ। ଖ ର ଉତ୍ତର ହେଉଛି ଆଇ ବିଶେଷଣର ବିଶେଷ୍ୟର। ଗ ର ଉତ୍ତର ହେଉଛି ଡବଲ ଆଇ ବିଶେଷ୍ୟ। ଘ ର ଉତ୍ତର ହେଉଛି ଭି ବିଶେଷଣ ପଦ। ର ଉତ୍ତର ହେଉଛି ଆଇ ଭି ନାମ ବିଶେଷଣ। ଆସନ୍ତୁ ଏହାର ପରବର୍ତ୍ତୀ ପ୍ରଶ୍ନକୁ ଯିବା। ଏହାର ପରବର୍ତ୍ତୀ ପ୍ରଶ୍ନ ହେଉଛି 113 ନମ୍ବର ପ୍ରଶ୍ନ। ବିଶେଷଣ ପଦଗୁଡ଼ିକୁ କ ସ୍ତମ୍ଭ ଓ ଖ ସ୍ତମ୍ଭକୁ ଯୋଡ଼ି ଉପଯୁକ୍ତ ଉତ୍ତର ଦିଅ। କ ସ୍ତମ୍ଭରେ ରହିଛି କରେ ନାମ ବିଶେଷଣ, ଖରେ ରହିଛି କ୍ରିୟାପଦ, ଗରେ ରହିଛି ବିଶେଷ୍ୟ ପଦର ଗୁଣ, ଘରେ ରହିଛି ଗୁଣବାଚକ ବିଶେଷଣ, ରେ ରହିଛି ବିଶେଷ୍ୟ ପଦର ଅବସ୍ଥା। ସେହିପରି ଖ ସ୍ତମ୍ଭରେ ରହିଛି ଆଇରେ ଭାବ ବିଶେଷଣ, ଡବଲ ଆଇରେ ରହିଛି ଗୁଣବାଚକ ବିଶେଷଣ, ତ୍ରିପଲ ଆଇରେ ରହିଛି ବିଶେଷଣର ବିଶେଷଣ, ଆଇ ଭିରେ ରହିଛି ଅବସ୍ଥାବାଚକ ବିଶେଷଣ, ଭିରେ ରହିଛି ଭାବ ବିଶେଷଣ। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ନମ୍ବର ଏ। କ ର ଉତ୍ତର ହେଉଛି ଭି ଭାବ ବିଶେଷଣ। ଖ ର ଉତ୍ତର ହେଉଛି ଆଇ ଭାବ ବିଶେଷଣ। ଗ ର ଉତ୍ତର ହେଉଛି ଡବଲ ଆଇ ଗୁଣବାଚକ ବିଶେଷଣ। ଘ ର ଉତ୍ତର ହେଉଛି ତ୍ରିପଲ ଆଇ ବିଶେଷ୍ୟର ବିଶେଷଣ। ର ଉତ୍ତର ହେଉଛି ଆଇ ଭି ଅବସ୍ଥାବାଚକ ବିଶେଷଣ। ଏହାର ପରବର୍ତ୍ତୀ ପ୍ରଶ୍ନକୁ ଯିବା। 114 ନମ୍ବର ପ୍ରଶ୍ନରେ ରହିଛି ବିଶେଷଣ ମାନଙ୍କର କ ସ୍ତମ୍ଭ ଖ ସ୍ତମ୍ଭକୁ ମିଶାଇ ସଠିକ୍ ଉତ୍ତର ବାଛି ଲେଖ। କ ସ୍ତମ୍ଭରେ ରହିଛି କରେ ବିଶେଷ୍ୟ ପଦର ସଂଖ୍ୟା ସୂଚାଏ, ଖରେ ରହିଛି ବିଶେଷ୍ୟ ପଦର ପରିମାଣ, ଗରେ ରହିଛି ସଂଖ୍ୟାର କ୍ରମିକତା ଓ ବିଶେଷ୍ୟ ପଦର ନିର୍ଦ୍ଦିଷ୍ଟତା, ଘରେ ରହିଛି କ୍ରିୟାପଦକୁ ବିଶେଷିତ କରେ, ରେ ରହିଛି କ୍ରିୟା ବିଶେଷଣ ପଦକୁ ବିଶେଷିତ। ଖ ସ୍ତମ୍ଭରେ ରହିଛି ସେହିପରି ଆଇରେ କ୍ରିୟା ବିଶେଷଣ ବିଶେଷଣ, ଡବଲ ଆଇରେ ରହିଛି କ୍ରିୟା ବିଶେଷଣ, ତ୍ରିପଲ ଆଇରେ ରହିଛି ସଂଖ୍ୟାବାଚକ ବିଶେଷଣ, ଆଇ ଭିରେ ରହିଛି ପରିମାଣବାଚକ ବିଶେଷଣ, ଭିରେ ରହିଛି ପୂରଣବାଚକ ବିଶେଷଣ। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ନମ୍ବର ଏ। କ ର ଉତ୍ତର ହେଉଛି ତ୍ରିପଲ ଆଇ ସଂଖ୍ୟାବାଚକ ବିଶେଷଣ। ଖ ର ଉତ୍ତର ହେଉଛି ଆଇ ଭି ପରିମାଣବାଚକ ବିଶେଷଣ। ଗ ର ଉତ୍ତର ହେଉଛି ଭି ପୂରଣବାଚକ ବିଶେଷଣ। ଘ ର ଉତ୍ତର ହେଉଛି ଡବଲ ଆଇ କ୍ରିୟା ବିଶେଷଣ। ର ଉତ୍ତର ହେଉଛି ଆଇ କ୍ରିୟା ବିଶେଷଣର ବିଶେଷଣ। ଆସନ୍ତୁ ଏହାର ପରବର୍ତ୍ତୀ ପ୍ରଶ୍ନକୁ ଯିବା। ଏହାର ପରବର୍ତ୍ତୀ ପ୍ରଶ୍ନ ରହିଛି 115 ନମ୍ବର ପ୍ରଶ୍ନ। ବିଭିନ୍ନ ବିଶେଷଣର କ ସ୍ତମ୍ଭକୁ ଖ ସ୍ତମ୍ଭ ସହିତ ସଂଯୋଗ କରି ସଠିକ୍ ଉତ୍ତର ଦିଅ। କ ସ୍ତମ୍ଭରେ ରହିଛି କରେ କ୍ରିୟାଧାତୁ ନିଷ୍ପନ୍ନ ବିଶେଷଣ, ଖରେ ରହିଛି କ୍ରିୟାଜ ବିଶେଷଣ, ଗରେ ରହିଛି ସର୍ବନାମ ପଦ ବିଶେଷ୍ୟ ପଦକୁ ନିର୍ଦ୍ଦେଶ, ଘରେ ରହିଛି ଅବ୍ୟୟ ପଦକୁ ବିଶେଷିତ କରେ, ରେ ରହିଛି ବାକ୍ୟର ଅର୍ଥକୁ ବିଶେଷିତ କରେ। ସେହିପରି ଖ ସ୍ତମ୍ଭରେ ରହିଛି ଆଇରେ କୃଦନ୍ତ, ଡବଲ ଆଇରେ ରହିଛି ବାକ୍ୟ ବିଶେଷଣ, ତ୍ରିପଲ ଆଇରେ ରହିଛି କ୍ରିୟାଜ ବିଶେଷଣ, ଆଇ ଭିରେ ରହିଛି ସର୍ବନାମିକ ବିଶେଷଣ, ଭିରେ ରହିଛି ଅବ୍ୟୟ ବିଶେଷଣ। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ନମ୍ବର ଏ। କ ର ଉତ୍ତର ହେଉଛି ତ୍ରିପଲ ଆଇ କ୍ରିୟାଜ ବିଶେଷଣ। ଖ ର ଉତ୍ତର ହେଉଛି ଆଇ କୃଦନ୍ତ। ଗ ର ଉତ୍ତର ହେଉଛି ଆଇ ଭି ସର୍ବନାମିକ ବିଶେଷଣ। ଘ ର ଉତ୍ତର ହେଉଛି ଭି ଅବ୍ୟୟର ବିଶେଷଣ। ର ଉତ୍ତର ହେଉଛି ଡବଲ ଆଇ ବାକ୍ୟ ବିଶେଷଣ। ଏହାର ପରବର୍ତ୍ତୀ ପ୍ରଶ୍ନକୁ ଯିବା।
116 नंबर प्रश्न रही क स्तंभ को ख स्तंभ सहित मिलित करी उपयुक्त उत्तर निर्धारण कर। यार क स्तंभ रही विशेष्य पद मध्य तुलना, खरे रही विशेष्य पद पर व्यवहृत विशेषण, गरे रही सर्वनाम पद विशेष्य पद पूर्वरु, घरे रही सर्वनाम पदरे विशेषित करे, उरे रही विशेष्य पद क्रियार अवस्था सूचित करे। ख स्तंभ रही आई रे सर्वनामिक विशेषण, डबल आई रही विशेषण, ट्रिपल आई रही तुलनात्मक विशेषण, आई भी रही विधेय विशेषण, भी रही क्रियाज विशेषण। यार सठिक उत्तर होउछि ऑप्शन नंबर ए। कर उत्तर होउछि ट्रिपल आई तुलनात्मक विशेषण, खर उत्तर होउछि आई भी विधेय विशेषण, गर उत्तर होउछि आई सर्वनामिक विशेषण, घर उत्तर होउछि डबल आई विशेषण, उर उत्तर होउछि भी क्रियाज विशेषण। यार परवर्ती प्रश्न होउछि 117 नंबर प्रश्न, समस्त विशेषणर ख स्तंभ को क स्तंभ सह संपर्क करी सठिक उत्तर लेख। यार क स्तंभ रही करे धार्मिक, निर्भीक, निर्मल, ख स्तंभ खरे रही निश्चय, गरे रही अविकल, घरे रही खाइबार पढ़िथिबा, उरे रही बड़ भारी। सेपरी ख स्तंभ रही आई रे अव्ययर विशेषण, डबल आई रही क्रियाज विशेषण, ट्रिपल आई रही विशेषणर विशेषण, आई भी रही वाक्यर विशेषण, भी रही विधेय विशेषण। यार सठिक उत्तर होउछि ऑप्शन नंबर ए। कर उत्तर होउछि भी विधेय विशेषण, खर उत्तर होउछि आई भी क्रियार वाक्यर विशेषण, गर उत्तर होउछि आई अव्ययर विशेषण, घर उत्तर होउछि डबल आई क्रियाज विशेषण, उर उत्तर होउछि ट्रिपल आई विशेषणर विशेषण। यार परवर्ती प्रश्न होउछि 118 नंबर प्रश्न, विभिन्न विशेषण संपर्कित क स्तंभ को ख स्तंभ सहित संयोग करी उपयुक्त उत्तर सूचाओ। यार क स्तंभ रही करे दीप मिंजी मिंजी जलुछि, खरे रही हरिण चंचल दौड़ी पारे, गरे रही अल्प धन विकल मन, घरे रही ततला पानी रे घर पड़े नहीं, उरे रही सहदेव पंचम तांडव अटंती। सेपरी ख स्तंभ रही आई रे क्रिया विशेषणर विशेषण, डबल आई रही पूर्णवाचक विशेषण, ट्रिपल आई रही क्रिया विशेषण, आई भी रही संख्यावाचक विशेषण, भी रही अवस्थावाचक विशेषण। यार सठिक उत्तर होउछि ऑप्शन नंबर बी। कर उत्तर होउछि ट्रिपल आई क्रिया विशेषण, खर उत्तर होउछि आई क्रिया विशेषणर विशेषण, गर उत्तर होउछि आई भी संख्यावाचक विशेषण, घर उत्तर होउछि भी अवस्थावाचक विशेषण, उर उत्तर होउछि डबल आई पूर्णवाचक विशेषण। एठी विषयटी शेष हो जाइछि। धन्यवाद।